ना कैश टाइप तो सब तो कैश तो अवेलेबल नଥାଏ ना आम आम लिंक ब्रांच जो कैश होटेल करेंगे ଏବେ ଦିଦି କହିଲା କି ଦିଦି ସାମ୍ପଲ୍ ଗୋଟେ ଇଏ କରନ୍ତୁ ବାକି ଆପଣ ଯେଉଁ କ୍ୟାସ୍ଟା ଅଛି ଆପଣ ଟେବୁଲ ବସି କ୍ୟାସ୍ଟା କରିବେ କହିକି ଯିବେ। ମୁଁ କହିଛି ସାର୍ ମୋ କ୍ୟାସ୍ଟା ଗୋଟେ କାହିଁ କାଉଣ୍ଟରରେ ପକେଇଲେ ମେସିନରେ ଆଉ ଯୋଡ଼େ ତିନିଟାକ ପକେଇଲିନି ନା ନେଇ ଯାଉନାହାନ୍ତି ସେଠି ଗଣିଦେବେ ସେଠୁ ସାର୍ ଭର୍ତ୍ତି ଥିଲା ମୁଁ ଏଇଠି ଗଣିଲି ଯେତେବେଳେ ଅନ୍ଧାରେ ସାର୍ ହେଇଥିଲା ପୁଣି ମଝିରେ କିନି ରବର ମରା ହେଇଥିଲା ଏମିତି ସିସିଟିଭି ଆପଣ ଦେଖୁନାହାନ୍ତି ମୁଁ 3 ଥର କହୁଛି ସାର୍ ମୋ ଟଙ୍କାଟା କ୍ୟାସ୍ ଦେଖୁନାହାନ୍ତି। ବ୍ୟାଗ୍ର ସେମାନେ ସବୁ ଘରକୁ ଯାଉଛନ୍ତି ନା ଏବେ ଏବେ ସବୁ କାଲି ଛୁଟି ଅଛି ତ ଅଫିସିଆଲ ସେଟା ଅଫିସ ସାରିକି ସେ ନାଇଁ ନାଇଁ ଆମେ ଜାଲ ନୋଟ କାରବାର ଏଇଟା କରୁନି ତାଙ୍କୁ ତ ସେଥିପାଇଁ କୁହାଯାଇଛି କି ଦିଦି ଆପଣ କ୍ୟାସ୍ଟା ଗଣିଲା ପରେ କହିକି ଯିବେ ତ ଆମେ ଯାହାକୁ କ୍ୟାସ୍ ହ୍ୟାଣ୍ଡ ଓଭର କରୁଛି ତାକୁ ଆମେ କ୍ୟାସ୍ କହୁଛି ଦିଦି ଆମେ ତ ଗଣିକି ଦେଲି ଆପଣ ବସିକି ଗଣି ନେବେ ଆପଣଙ୍କ ଟଙ୍କାଟା ଆପଣ ଗଣିକି ନେବେ ମନା କରେନି ମୁଁ ଦିଦି ଆପଣ ବାହାର ଟେବୁଲ ବସନ୍ତୁ ଗହଳି ଥିଲା ମୁଁ କହିଲି ଦିଦି ଆପଣ ଟିକେ ବାହାର ଟେବୁଲ ବସିକି একটা ଗଣି ଦେବେ ଏତିକି କୁହାଯାଇଛି ଆଉ ମନା କରିକି ଗଣିବିନି ବୋଲି ମନା କରାଯାଇଛି। ହଁ ମୁଁ କହିଲି ସାର୍ ଏଇଟା 50,000 ପକେଇଲେ ଆଉ ଏତକ ଟିକେ କାଉଣ୍ଟର କରିଦିଅନ୍ତୁ ନା ନାଇଁ ଗହଳି ହେଇଛି ଆପଣ ଯାଆନ୍ତୁ ବାହାରେ ଗଣିବେ ମତେ କହିଲେ ଆଉ ଯେତେବେଳେ ମୁଁ ବାହାରୁ କହିଲି ପୁରା ଜାମ୍ ପୁରା ଭର୍ତ୍ତି ହେଇଥିଲା ମୁଁ ଏଇଠି ଗଣିଲି। ସବୁ କଥା ପରେ ବି ଆମକୁ ଯୋଉ ଏ ବ୍ରାଞ୍ଚର ଜଣେ ମୁଖ୍ୟ କର୍ମଚାରୀ ବୋଲି ଆମକୁ ଯିଏ ପ୍ରମାଣ ଦେଲେ ସିଏ ଆମକୁ ନିଜେ ସିସିଟିଭି ସର୍ଭେଲାନ୍ସରେ ଯାହା ଅଛି ରେକର୍ଡିଂ ଅଛି ଆମକୁ ଦେଖେଇଲେ ମୁଁ ବି ତାଙ୍କୁ ଦେଖେଇଛି ଏଠି ନଟ୍ ଫାଉଣ୍ଡ ଲେଖୁଛି ରେକର୍ଡିଂ ଚାଲିଛି ମାନେ ତାର କଣ୍ଟିନ୍ୟू ରହିଥିବା ଦରକାର। ଆପଣ ସର୍ଟ ଆଉଟ୍ କରିବେ ବୋଲି ଆମେ କହୁଛନ୍ତି ଆପଣ ଆମକୁ ଯୋଉ ଫ୍ରଡ୍ କେସରେ ଆମେ ମାନେ ଫସେଇଥିଲେ ଆପଣ ଆମେ ଯଦି ବ୍ୟାଙ୍କରେ ଆରେଷ୍ଟ ହେଇକି ଥାନ୍ତୁ ଆପଣ କ'ଣ ଆମ ପରିବାର ପୋଷିଥାନ୍ତେ କି ତାହେଲେ କାହିଁକି ଏମିତି ଫ୍ରଡ୍ କଲେ ଆମେ ଯଦି ଫ୍ରଡ୍ କରିଥାନ୍ତୁ ଆମେ କ'ଣ ନେଇକି ବ୍ୟାଙ୍କରେ ଡିପୋଜିଟ୍ କରିଥାନ୍ତୁ କିଏ ଫ୍ରଡ୍ କରିଛି ଆଜ୍ଞା ଆମେ ଫ୍ରଡ୍ କରିକି ଆମେ ଏଠି ତାମସା କରୁଛୁ ଏଠି ଆମେ ଆଜ୍ଞା 24 ତାରିଖ ଦିନ ସନ୍ଧ୍ୟାରେ ଆମେ ଯେତେବେଳେ ପଇସା ପାଇଲୁ ସେ ରବର ଥାକ ହେଇକି ଥିଲା ଇଏ କ'ଣ କରି ସେ ରବର ନଖୋଲା ହେଇକିରି ସେ ସେମିତି ଟଙ୍କାଟା ଫୋଲ୍ଡ କରିକି ଏମିତି ଗଣି ଦେଇଛନ୍ତି 1,16,000 ଆମେ କହୁନା ଆଜ୍ଞା ପଇସାରେ ମାନେ କମ୍ ବହୁତ ଅଛି ବୋଲି ପଇସା 1,16,000 ପାଇଛୁ 1,16,000 ଆଜ୍ଞା ଇଏ ଗଣି ଦେଇଛନ୍ତି ମୁଁ ଆଜ୍ଞା ବାହାରେ ଥିଲି ବୋଲେ ପଇସା ଗଣିଦେ ନା ହଁ ଆମେ ଗଲୁ କାଲି ଆଜ୍ଞା ଆମେ ଗୋଟେ ଜିନିଷ ଆମର ସାକ୍ଷୀପାଳ ବ୍ୟାଙ୍କରେ ବନ୍ଧା ପଡ଼ିଥିଲା ଆମେ ଯାଉଥିଲୁ କାଲି ବନ୍ଦ ସବୁ ହେଇଯାଇଥିଲା ଆମେ ଜିନିଷଟା ଉଠେଇବୁ ବୋଲି ଯାଉଥିଲୁ ତ ସେଇ ହିସାବରେ ଦିଦି ଆପଣ ଦିଦିକୁ କହିଲେ ଦିଦି ଆପଣ ଯଦି କମ୍ପ୍ଲେନ୍ ଅଛି କମ୍ପ୍ଲେନ୍ ଦିଅନ୍ତୁ ଆମେ ସେଟା ତାପରେ ବୁଝିବୁ କ'ଣ ହେଇଛି ଏଇ ମୁହୂର୍ତ୍ତେ ଆମେ ଆଉ କ'ଣ କହିବୁ ଭାଇ ଶୁଣନ୍ତୁ ସାର୍ କମ୍ପ୍ଲେନ୍ ଦେବ ବୋଲି କହି ଦେଇକିରି 2 ଘଣ୍ଟା ହେଲାଣି ଚାବି ପକେଇ ଦେଇଛନ୍ତି ଗେଟକୁ ବାଡେଇ ଖୋଲୁନାହାନ୍ତି 2 ଘଣ୍ଟା ଦିଦି 2 ଘଣ୍ଟା ଚାବି ପକେଇନି ଦିଦି 2 ଘଣ୍ଟା ଚାବି ପକେଇନି ତ ଆପଣ ଯଦି ଦଉଛନ୍ତି ଦିଅନ୍ତୁ ଆମେ ତାହେଲେ ରିସିଭ୍ କରୁଛୁ ଆଉ କଥା ହେବୁ ଆମ ସୋମବାର ତାହେଲେ ଆମେ କାଲି ଶନିବାର ଆଉ ରବିବାର ଛୁଟି ଅଛି ତ ଆମେ ଆଉ କଥା ହେଇପାରିବୁନି ଜାଲ ନୋଟଟା ଭାଇ ଆମେ କହିପାରିବୁନି ଆମେ ଆଜ୍ଞା ନା କ୍ୟାସ୍ टाइप तो सब तो कैश तो अवेलेबल नଥାଏ ना आम आम लिंक ब्रांच जो कैश होटेल करेंगे ଏବେ ଦିଦି କହିଲା କି ଦିଦି ସାମ୍ପଲ୍ ଗୋଟେ ଇଏ କରନ୍ତୁ ବାକି ଆପଣ ଯେଉଁ କ୍ୟାସ୍ଟା ଅଛି ଆପଣ ଟେବୁଲ ବସି କ୍ୟାସ୍ଟା ଗଣିବେ କହିକି ଯିବେ ଏତିକି କଥା ଆପଣ କେତେଟା ବଣ୍ଡଲ ଦେଇଥିଲେ ତାଙ୍କୁ ସେ ତ ନେଇକି ରିସିଭ୍ କରିଦେବେ ତାଙ୍କର ଏବେ ପର ନୋଟ ଚେକ୍ କରିଥିଲେ ଆପଣ କେତେଟା ବଣ୍ଡଲ ଦେଇଥିଲେ 1,20,000 କେଇଟା ବଣ୍ଡଲ ହେଇଥିଲା ଆପଣ ତ ଡିନୋଟ୍ ଦେଖିଲେ ତ ଜାଣି ହେବ ସେମିତି କହିବ ଆଚ୍ଛା ଠିକ୍ ଅଛି ଯୋଉ ଆପଣ ସବୁ ଯାକ ନୋଟ କାଉଣ୍ଟିଂ କରିଥିଲେ ମେସିନରେ ନା ଇଏ ତ 100 ଟଙ୍କା ବଣ୍ଡି କରାଯାଏ ନା ଆପଣ 100 ଟଙ୍କା ବଣ୍ଡି ଦିଦି ଆପଣ ଏଇଟା 100 ଟଙ୍କା ବଣ୍ଡି କରିଦେବେ 100 ଟଙ୍କା 5 ଟଙ୍କା ଭିତରେ ପୁରେଇ ଦେଇଥିଲେ ନା ସେମିତି ତ କରାଯାଏନି 5 ଟଙ୍କା ବଣ୍ଡଲ ଭିତରୁ ତ ସେ ବାହାରିଲା ତ ତାଙ୍କୁ ତ ଦିଦି କୁହାଯାଇଛି କି ଏଇଟା ଆମକୁ କ୍ୟାସ୍ ଗଣା ଦିଦି ଆପଣ ମୁଁ କହିଛି ସାର୍ ମୋ କ୍ୟାସ୍ଟା ଗୋଟେ କାହିଁ କାଉଣ୍ଟରରେ ପକେଇଲେ ମେସିନରେ ଆଉ ଯୋଡ଼େ ତିନିଟାକ ପକେଇଲିନି ନା ନେଇ ଯାଉନାହାନ୍ତି ସେଠି ଗଣିଦେବେ ସେଠୁ ସାର୍ ଭର୍ତ୍ତି ଥିଲା ମୁଁ ଏଇଠି ଗଣିଲି ଯେତେବେଳେ ଅନ୍ଧାରେ ସାର୍ ହେଇଥିଲା ପୁଣି ମଝିରେ କିନି ରବର ମରା ହେଇଥିଲା ଏମିତି ସିସିଟିଭି ଆପଣ ଦେଖୁନାହାନ୍ତି ମୁଁ 3 ଥର କହୁଛି ସାର୍ ମୋ ଟଙ୍କାଟା କ୍ୟାସ୍ ଦେଖୁନାହାନ୍ତି ସିସିଟିଭି ସବୁ ଥିବ ସିସିଟିଭି ସବୁ ଖାଲି ହେଇଯାଇଛି ତାପରେ ଦେଖେଇଛନ୍ତି ଟଙ୍କା ଭର୍ତ୍ତି କରାଯାଇଛି ଯେତେବେଳେ ସିସିଟିଭିରେ ସବୁ ଭିଜୁଆଲ ଆପଣ ଦେଖିପାରିବେ ଆରାମସେ କିଛି ଅସୁବିଧା ସାର୍ ଗୋଟେ ସନ୍ଦେହ ଉପୁଜୁଛି ଆପଣ ଯୋଉ ବ୍ୟାଙ୍କର ଷ୍ଟାଫ ମାନେ ଆପଣ କୋଉଠୁ ବିଲଙ୍ଗ ସାର୍ ଆପଣ କୋଉଠୁ ବିଲଙ୍ଗ କରନ୍ତି ସାର୍ ଆମେ ୱେଷ୍ଟ ବେଙ୍ଗଲ ବିଲଙ୍ଗ କରନ୍ତି ଆଜ୍ଞା ଆପଣଙ୍କୁ ପ୍ରତିଦିନ ଯିବା ଆସିବା କରନ୍ତି ୱେଷ୍ଟ ବେଙ୍ଗଲ ନା ଆମେ ଏଠି ରହୁଛି ନା ଆମର ରେସିଡେନ୍ସ ଅଛି ରେସିଡେନ୍ସ ଅଲଗା ଅଫିସ୍ ଅଲଗା ସାର୍ ଆପଣଙ୍କର ଯୋଉ ଲୋକ ବର୍ତ୍ତମାନ ବ୍ୟାଗ ନେଇକି ଗଲେ ସେ ବ୍ୟାଗରେ କ'ଣ ଥିଲା ସାର୍ ବ୍ୟାଗ୍ର ସେମାନେ ସବୁ ଘରକୁ ଯାଉଛନ୍ତି ନା ଏବେ ସବୁ କାଲି ଛୁଟି ଅଛି ତ ଅଫିସିଆଲ ସେଟା ଅଫିସ ସାରିକି ସେ କପଡ଼ା ନେଇକି ଆସେ ନା ଟୁର୍ ପ୍ଲେସ୍ ନୁହଁ ଆଜ୍ଞା ଟୁର୍ ପ୍ଲେସ୍ ନୁହଁ ଏଟା ଏବେ ଯେଜାର ଅଲଗା ଅଲଗା ଜାଗାରେ ଅଛନ୍ତି ସେ ଆସିକି ଏପଟେ ବାହାରି ଗଲେ ଆଉ ବ୍ୟାଗ୍ଟା ଯେ ସେ ଘରକୁ ଯାଉଛନ୍ତି ନା ବ୍ୟାଗ୍ଟା ତ ରହିବ ନା ନିହାତି ଏবার କ'ଣ ଅଛି ମୁଁ କେମିତି କହିବି ଭାଇ ଆମକୁ ନାଇଁ ନାଇଁ ଆମେ ଜାଲ ନୋଟ କାରବାର ଏଇଟା କରୁନି ଆମେ କେମିତି ଆପଣ ଶୁଣନ୍ତୁ ବୁଧବାର ଦିନ ଟଙ୍କାଟା ନେଇଛନ୍ତି 4:30 ଆମେ ଦିଦିକୁ 4:30 4:30 4:35
4:30 ରେ ମୁଁ 3:30 ଆସି ପହଞ୍ଚିଛି। କେତେଟାରେ ପଇସା ନେଇଛନ୍ତି? ମୁଁ 5ଟା 5:30 6ଟା ହେଇଯାଇଛି ଆଜ୍ଞା ଦେଖନ୍ତୁ। 4:30 କାଇଁ କହୁଛନ୍ତି? ଆପଣ ତ ଅଫିସ ଖାଇକି ଆଇଲା ବେଳକୁ 5ଟା ହେଇଯାଉଛି। ଆଚ୍ଛା ଆପଣଙ୍କୁ ରାତି ସମୟ ଦେଇଛନ୍ତି? ଆଜ୍ଞା ସନ୍ଧ୍ୟା ହେଇଯାଇଛି ପୁରା ମୁହଁ ବୁଡି ଯାଇଛି। ଆପଣ ଗଣିକି ନେଇଥିଲେ ଟଙ୍କା? ହଁ ଆଜ୍ଞା ଗଣିଛି ଏମିତି ମଝିରେ ରବର ମରା ହେଇଛି ଏମିତି ଆଗ ପଛ ହେଇଛି ପଇସା ମୁଁ ଗଣି ଦେଇଛି ନୂଆ ପୁରୁଣା ମୁଁ ଜାଣିପାରିନି ଆଜ୍ଞା। 10ଟା ହେଇଛି ସେ ନୋଟ ଆଜ୍ଞା ମୁଁ ମିଛ କଥା କହିବିନି। ମୁଁ ଆଜି ପର୍ଯ୍ୟନ୍ତ କୋଉଠି କହୁନଥିଲି 15 ବର୍ଷର ମେମ୍ବର ଏଠି ଆଜି କହିଦେଲି। ଆଚ୍ଛା ଆଚ୍ଛା ଏ ମାନେ ସେଠୁ ଯେତେବେଳେ ଟଙ୍କା ଦେଲେ ଆପଣ କଣ ସାର୍ ମୁଁ କହିଲି ସାର୍ ଗୋଟେ ବଣ୍ଡଲ କାଇଁ ପକେଇଲେ ଆଉ 3ଟା ବଣ୍ଡଲ ପକେଇ ଦିଅନ୍ତୁ 3 ଥର କରି କହିଲି ସାର୍ କହିଲେ ନେଇକି ଯାଉନାହାନ୍ତି ଗହଳ ହେଇଛି ଆଉ ନେଇକି ଯାଆନ୍ତୁ ଆପଣ ମୁଁ ନେଇକି ଗଲି। ଆଚ୍ଛା ଆପଣ କ୍ୟାସିୟର ହିସାବରେ ସାର୍ କଣ ଏମିତି ଅସୁବିଧା ହେଲା ଯେ ଆଉ 2ଟା ବଣ୍ଡଲ ପକେଇଲେନି ଗୋଟେ ନା ତାଙ୍କୁ ଗହଳି ହେଇଥିଲା ତାଙ୍କୁ କହିଲେ ଦିଦି ଆପଣ କ୍ୟାସ୍ଟା ଟିକେ ବାହାର ଯୋଉ କାଉଣ୍ଟର ଅଛି ଟେବୁଲ ତାପରେ କ୍ୟାସ୍ଟା ଗଣି କହିବେ ଏତିକି କଥା। କାହିଁକି ସେଟା କରିବେ ଆପଣ କେହି ମେସିନ୍ ନ ଗଣିକି ନ ଦେବେ? ଏବେ ତ ଲେଟ୍ ବି ହେଇଥିଲା ଆପଣ ତାଙ୍କୁ ତ କେତେ ଦିଦି late କୁହାହେଲା। ବେଶୀ ସଟିଂ କରି ତ ରଖିଛନ୍ତି। ମେସିନରେ ଗଣିବା ପାଇଁ କେତେ ସମୟ ଲାଗିଥାନ୍ତା? ମେସିନରେ ସଟିଂ କରି ତ ରଖା ହେଇଥିଲା ତାପରେ ଏବେ ଗୋଟେ ବଣ୍ଡିଲ ଦିଦି କୁହାହେଲା ଦିଦି ଏଇଟା ଆପଣଙ୍କର ବଣ୍ଡିଲ ଆପଣ କ୍ୟାସ୍ଟା ଟେବୁଲ ବସି କ୍ୟାସ୍ଟା ଗଣି କହିବେ। ଏବେ ଦିଦି ଯାଇଛନ୍ତି ଆଜି ଆସି କହୁଛନ୍ତି ଆଚ୍ଛା ମତେ ଗୋଟେ କଥା କହିଲେ ଗୋଟେ ବଣ୍ଡଲରେ ଯଦି ଅଧିକ ନୋଟ ଚାଲିଯାଇଥାନ୍ତା ଯଦି ସିଏ କହିଥାନ୍ତେ କି ନାଇଁ ହଁ ମୋର ଠିକ ଅଛି ତାପରେ ତ ବ୍ୟାଙ୍କ ଷ୍ଟାଫକୁ ଦେବାକୁ ପଡ଼ିଥାନ୍ତା। ବ୍ୟାଙ୍କ ଷ୍ଟେଟ ଦେବାକୁ ପଡିଥାନ୍ତା ସେମିତି ଯଦି କମ ପଡିଥାନ୍ତା ସେଇଥିପାଇଁ ତ ସେଇ ଯୋଉ ଟ୍ରାନ୍ସପାରେନ୍ସି ପାଇଁ ତ ମେସିନ୍ ଅଛି ନା ଆପଣ ମେସିନ୍ ବ୍ୟବହାର କାଇଁ କରନ୍ତି? ମେସିନ୍ ବ୍ୟବହାର କରିକି ଦିଆଯାଇଥିଲା ତାଙ୍କୁ ଗୋଟିଏ ଗୋଟେ ନାହିଁ ତାଙ୍କୁ ଏବେ ତିନିଟା କୁହାଯାଇଥିଲା ପିଲାରୁ ଦିଦି ଗୋଟିଏ କି ପିଲା ଆପଣ କ୍ୟାସ୍ ନେଇକି ବାହାର ଯୋଉ ଟେବୁଲ ଉପରେ ବସି ଅଛି ଟେବୁଲ ଉପରେ କ୍ୟାସ୍ଟା ଗଣିକି ଯିବେ ତାଙ୍କୁ ଏ କଥା କୁହାଯାଇଥିଲା। କାଇଁ କୁହାହେଲା ତାଙ୍କୁ? ତାଙ୍କୁ ତ ସେଥିପାଇଁ କୁହାଯାଇଛି କି ଦିଦି ଆପଣ କ୍ୟାସ୍ଟା ଗଣିଲା ପରେ କହିକି ଯିବେ ତ। ଆମେ ଯାହାକୁ କ୍ୟାସ୍ ହ୍ୟାଣ୍ଡ ଓଭର କରୁଛି ତାକୁ ଆମେ କ୍ୟାସ୍ କହୁଛି ଦିଦି ଆମେ ତ ଗଣିକି ଦେଲି ଆପଣ ବସିକି ଗଣି ନେବେ ଆପଣଙ୍କ ଟଙ୍କାଟା ଆପଣ ଗଣିକି ନେବେ ଆମେ ତ ଗଣିକି ଟଙ୍କାଟା ଦେଇଛି ଦିଦିକୁ ନା। ସେମାନେ ବା ଆପଣଙ୍କ କ୍ୟାସିୟର ବା ସାର୍ ମନା କରୁଛନ୍ତି ଗଣିନାହାନ୍ତି ବୋଲି। ନା ଟଙ୍କା ଗଣିକି ଦିଆହେଇଛି ନା। ଆପଣଙ୍କ କ୍ୟାସିୟର ସିଏ ନା ଆପଣ? ନା ସେ ଆପଣ ଆପଣଙ୍କ ପରିଚୟଟା ଆମ ପରିଚୟ ଆମ ନାଁ ରିଙ୍କୁ ମାଇତି ମ୍ୟାନେଜର ନା କଣ ଅଛି? ମ୍ୟାନେଜର। ମ୍ୟାନେଜର ନା ସେଟା ଦିଦି କହୁଛନ୍ତି ସେଟା କ୍ୟାସିୟର କହୁନାହାନ୍ତି ଏଇ ବା କ୍ୟାସିୟର ଦିଦି କହୁଛନ୍ତି ସେଟା। ଏଇଟା ଭାଇନା ଯୋଉ ଏଇଟା ଯୋଉ ହେଇଛି ଆପଣ ସବୁ ବଣ୍ଡିଲ ମତେ ଖାଲି ଗୋଟେ କଥା କୁହନ୍ତୁ ସେଇଟା ସଟିଂ କରି ରଖା ହଉଛି ତ 100 କରି ବଣ୍ଡିଲ କରାହେଇଛି। ଗୋଟେ ବିଡାକୁ ମେସିନରେ କାଇଁ ପୁରେଇଲେ ଆପଣ? ତାହେଲେ ତ ଦିଦିଙ୍କୁ କୁହାହେଲା ଦିଦି ଆପଣ ଟିକେ ଚେକ୍ କରି କହିଦେବେ ଗଣିବେ କ୍ୟାସ୍ଟା ଗଣିବେ କହିଦେବେ। ନା ତାଙ୍କୁ ତ ଆମେ ତ କ୍ୟାସ୍ ସଟିଂ କରୁଛୁ 100ଟା ବଣ୍ଡିଲ ସଟିଂ କରି ରଖୁଛୁ ନା ଆମେ କ୍ୟାସ୍ ଡ୍ରରେ ତ ଦିଦିଙ୍କୁ ଦିଆହେଲା ଦିଦି ଏଇଟା 100 ବଣ୍ଡିଲ ଆପଣ କ୍ୟାସ୍ଟା ଗଣିଦେବେ ମନା କରେନି ମୁଁ ଦିଦି ଆପଣ ବାହାର ଟେବୁଲ ବସନ୍ତୁ ଗହଳି ଥିଲା ମୁଁ କହିଲି ଦିଦି ଆପଣ ଟିକେ ବାହାର ଟେବୁଲ ବସି କ୍ୟାସ୍ଟା ଗଣି ଦିଅନ୍ତୁ ଏତିକି କୁହାଯାଇଛି ଆଉ ମନା କରିକି ଗଣିବିନି ବୋଲି ମନା କରାହେଇଥିଲା। ଗହଳି ହେଇଛି ମନା କରିଛନ୍ତି ହଁ ମୁଁ କହିଲି ସାର୍ ଏଇଟା 50,000ଟା ପକେଇଲେ ଆଉ ଏତକ ଟିକେ କାଉଣ୍ଟର କରିଦିଅନ୍ତୁ ନା ନାଇଁ ଗହଳି ହେଇଛି ଆପଣ ଯାଆନ୍ତୁ ବାହାରେ ଗଣିବେ ମତେ କହିଲେ ଆଉ ଯେତେବେଳେ ମୁଁ ବାହାରକୁ କହିଲି ପୁରା ଜାମ୍ ପୁରା ଭର୍ତ୍ତି ହେଇଥିଲା ମୁଁ ଏଇଠି ଗଣିଲି। ସାର୍ ସବୁ କଥା ପରେ ବି ଆମକୁ ଯୋଉ ଏ ବ୍ରାଞ୍ଚର ଜଣେ ମୁଖ୍ୟ କର୍ମଚାରୀ ବୋଲି ଆମକୁ ଯିଏ ପ୍ରମାଣ ଦେଲେ ସିଏ ଆମକୁ ନିଜେ ସିସିଟିଭି ସର୍ଭେଲାନ୍ସରେ ଯାହା ଅଛି ରେକର୍ଡିଂ ଅଛି ଆମକୁ ଦେଖେଇଲେ ମୁଁ ବି ତାଙ୍କୁ ଦେଖେଇଛି ଏଠି ନଟ୍ ଫାଉଣ୍ଡ ଲେଖୁଛି ରେକର୍ଡିଂ ଚାଲିଛି ମାନେ ତାର କଣ୍ଟିନ୍ୟू ରହିଥିବା ଦରକାର କିଛି ସମୟ ନଟ୍ ଫାଉଣ୍ଡ ଅଛି ସିଏ ଗୋଟେ କଥା ସାର୍। ଦ୍ୱିତୀୟ କଥା ହଉଛି ଆପଣ ବି ତାଙ୍କ ପାଖରେ ଏବେ ବି ସିସିଟିଭି ଅଛି ରଖିଛନ୍ତି। ଦ୍ୱିତୀୟ କଥା ଆମକୁ ଯିଏ ଦେଖେଇଲେ ଏ ଆଉ ଜଣେ ମିଡ଼ିଆ ଭାଇ ଯେଉଁ ଆସିଥିଲେ ସିଏ ତାଙ୍କ ଆଗରେ ବାଇଟି ଯେତେବେଳେ ନେଲେ ସିଏ ଆମକୁ ସିଏ ସେଠି ଦେଖେଇଲେ ବ୍ୟାଙ୍କ ଅଥରାଇଜେସନ ହିସାବରେ ସିଏ ଆମକୁ ଦେଖେଇଲେ ସିସିଟିଭି କିନ୍ତୁ ଏଠୁ ବାହାରିକି ଯେତେବେଳେ ଗଲେ ଆମକୁ ସେଇଠି ସେ ମିଡ଼ିଆ ଭାଇବାଲାଙ୍କ ଆଗରେ କହିଛନ୍ତି ମୁଁ ଏ ବ୍ୟାଙ୍କର ଷ୍ଟାଫ ନୁହଁ। ତାହେଲେ ଆପଣ ସେଠି କେମିତି ଆମ ସିସିଟିଭି ଦେଖଉଥିଲେ ଆପଣ ଆପଣ ତ ବ୍ୟାଙ୍କର ଷ୍ଟାଫ ନୁହନ୍ତି ଆପଣ ଟିକେ ବ୍ୟାଙ୍କ ପଟା ନେଇକି ଯାଉଛନ୍ତି। ଉର୍ମିଲା ମ୍ୟାଡ଼ାମ ଆଉ ଜଣେ ଏଠି ଥିଲେ ସେ କହିଲେ ବର୍ତ୍ତମାନ କମ୍ପ୍ଲେନ କେସ୍ ହେଇଛି ଆଜ୍ଞା ଆଉ ଜଣେ ସେ ଉର୍ମିଲା ମ୍ୟାଡ଼ାମ ଆସିଥିଲେ ସେ କହିଲେ ବର୍ତ୍ତମାନ କମ୍ପ୍ଲେନ ଥାନା ପୋଲିସ କେସ୍ ହେଇଛି ଆପଣ ଏ ଜାଗାରୁ କୌଣସି ଲଗେଜ ନେଇକି ଯାଇପାରିବେନି। ଆପଣ କେମିତି 2 ଜଣ ସାର୍ ଲଗେଜ ନେଇକରି ଗଲେ ଷ୍ଟାଫ ଲୁଚିକିରି ପଳେଇଲେ ସେ ତାଙ୍କ ପାଖରେ ବି ସେ ବାଇଟି ଅଛି ତାଙ୍କୁ ଗୋଡ଼େଇକି ବି ପଚରାଉଛି ଆପଣ ଲଗେଜ ଭିତରେ କଣ ଅଛି ଦେଖାନ୍ତୁ ନେଇକିରି ପଳେଇଲେ ଆଜ୍ଞା ପଦେ କଥା କହିନାହାନ୍ତି। ସେ ତ ବ୍ୟାଙ୍କର ଷ୍ଟାଫ ନୁହନ୍ତି ସେ କଣ କରୁଥିଲେ ଆଜ୍ଞା? ଗଲେ ସେ 2 ଜଣ ସାର୍ କଣ ଆମ ଓଡିଆ ଲୋକ ଥିଲେ ନା ଓଡ଼ିଆ ଲୋକ ଥିଲେ ଜଣେ ଆଉ ଜଣେ ୱେଷ୍ଟ ବେଙ୍ଗଲ ଲୋକ ଥିଲେ। ଆଚ୍ଛା ସେମାନେ କୁଆଡେ ଗଲେ ସାର୍? ସେମାନେ ଯେ ଯାର ଅଫିସର ସରିଗଲାନି ତ ସେ ଯାର ଘରକୁ ଯାଉଛନ୍ତି। ବ୍ୟାଗର ଭାଇ ଆମେ କ'ଣ କହିବୁ ଆପଣଙ୍କୁ ବ୍ୟାଗର ଥିଲା ସେଇବାର ଦେଖନ୍ତୁ ଓଡ଼ିଶାରେ ବହୁତ ବ୍ରାଞ୍ଚ ଅଛି ବନ୍ଧନ ବ୍ୟାଙ୍କର ବ୍ରାଞ୍ଚ ବହୁତ ଅଛି ସେ ଦୂର ବ୍ରାଞ୍ଚର ଥିଲା ଏবার ସେଇଠିକୁ ପଳେଇ ଆସିଲା ଆସିକି ଏଇଟା ମୁଭମେଣ୍ଟ କ୍ଲୋଜ୍ କରିକି ଆଟେଣ୍ଡାନ୍ସ କ୍ଲୋଜ୍ କରିକି ଏଠୁ ଗଲା ବୁଝିପାରୁଛନ୍ତି। ନା ସୁକଲ୍ପିତ ମାନେ କ'ଣ যেটা ସତ ମୁଁ ସେଟା ଆପଣଙ୍କୁ କହିଲି যেটা লিগ্যাল মানে যেটা সত যে কি ହେଇଛି ଆପଣ ଯେମିତି ପଚାରିଲେ ସେମାନେ ବ୍ୟାଗ୍ ନେଇକି ଗଲା ମୁଁ ତାକୁ କହିଲି ଜିନିଷଟା যেটা ସତ ଜିନିଷ ସେଟା ଆପଣଙ୍କୁ କହିଲି ଜାଲ ନୋଟ୍ର ଆମେ ଆଜ୍ଞା ଆପଣ ଚେକ୍ କରନ୍ତୁ
ଆପଣ ଏ କରନ୍ତୁ ସିସିଟିଭି ଫୁଟେଜ ଅଛି ସିସିଟିଭି ଫୁଟେଜ ଦେଖନ୍ତୁ ଅଭିଯୋଗ এবার ଶୁଣନ୍ତୁ ବୁଧବାର ଆମେ ଟଙ୍କା ଦେଇଛି କାଲି ଅଫିସ ଛୁଟି ଥିଲା ବ୍ୟାଙ୍କ ବନ୍ଦ ଥିଲା କାଲି ଆଜି ଆସିକି ଆମକୁ କମ୍ପ୍ଲେନ ଦେଇଛନ୍ତି ଆମେ ଦେଲେ କେମିତି କ'ଣ ଆପଣଙ୍କୁ କହିବୁ ସିସିଟିଭି ଆପଣ ଦେଖନ୍ତୁ ଆସିକି ଆପଣ ସିସିଟିଭି ହଁ ମୁଁ ଚେକ୍ କରିଛି କଣ ଚେକ୍ କଲେ ସେ ଟଙ୍କା ଦେଇଛି ସେଇ ଯୋଉ ପ୍ରୋସେସ ଟା କଣ କଣ ଚେକ୍ କରିଥିଲେ ଟଙ୍କା এবার সটিং করা থিলা এবার গোটে বান্ডিল ଦେଇছি 3টা বান্ডিল টোটাল যাইছি 3টা বান্ডিল তো এবার দেখন্তু 10টা 15টা কষ্ট ଆପଣ ବା କହିଲେ ଚେକ୍ କରିଛନ୍ତି ବୋଲି କଣ ଚେକ୍ କରିଛନ୍ତି ତାହେଲେ କହିଲେ ହଁ ଚେକ୍ সটিং ବଣ୍ଡଲ କେତେଟା ଚେକ୍ କରିନାହାନ୍ତି ଏଠି କହୁଛନ୍ତି বন্ড শুনন্তু শুনন্তু আজ্ঞা যে আপনার 15টা কস্টমার 10টা কস্টমার রইব মনে রইব কি যে আমার কেতেটা বান্ডিল থিলা দিদির ମୁଁ ପଚାରିଲି দিদি লক্ষে ବ୍ୟାଙ୍କର ମ୍ୟାନେଜମେଣ୍ଟ ଦାୟିତ୍ୱରେ ଆପଣ ଅଛନ୍ତି ଆପଣ ଜାଣି ପାରୁନାହାନ୍ତି না না স্যার গোটে কথা স্যার মু কହୁছি লক্ষে 16,000 তো দিদি পাইছন্তি ক্যাশটা ঠিক ଅଛି ক্যাশটা পাইছন্তি ঠিক এবার তার মানে সটিং ঠিক ଅଛି তো এবার সটিং দিদি কହୁଛନ୍ତି স্যার মোর এ নাই এবার মু কেমতি কোন কইবি জাল ব্যাংক জাল নোট কেমতি আসিব জাল ଷ୍ଟେଟମେଣ୍ଟ ମାଗିକିରି ଆପଣ କିନ୍ତୁ ଗେଟ୍ ଚାବି ପକେଇଦେବେ গ্রেট র চাবি পকাইনি আজ্ঞা অফিসর অফিস অফিস গেট 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 স্যার ভাই শুনন্তু গেট গেট তালা পড়িছি বলতে অফিস আওয়ার সরি যাইছি সেইতি ভাই আমি গেটটা চাবি পকাইছি କୋଉ ଦିନ ଅଫିସର ଚାବି ପଡେନି ଆଜ୍ଞା 15 ବର୍ଷ ନା ସବୁ politely କହିବା କଥା ଦିଦି ଲେଖିକି ଦିଅନ୍ତୁ ହଁ ମୁଁ ଦିଦିକୁ କହିଛି ସେଇଟା ଟିକେ ଶୁଣି ସାରନ୍ତୁ ତାରପରେ ଶେଷ କଥା ଆପଣ କହିଲେ ଦିଦି ଲେଖିକି ଦିଅନ୍ତୁ ଆମେ କିଛି କୋରି କରିବା ହଁ ଫେକିବୁ ଆମେ ସେଇଟା କହିଛି ଆଜ୍ଞା କହିଛୁ ଜଣେ ଲେଖିକି ସାରିଲା ପରେ ଆପଣ ପୂର୍ବରୁ ତାର ତାଲା ପକେଇ ଦବା না না তালা তার আগরে তালা পকাইছি আমি তার আগরে আমি গেটটাকে ছোট করিকি তালা পকাইছি যেটা ଭିତରୁ ପୁରା ବନ୍ଦ କରିଦେବେ না ভিতরে বন্ধ করলে ଜଣେ ଚାକର ତମ 11ଟା ବେଳୁ ନ ଖାଇକି ବଇଛି ତମ ଦୁଆରେ ପଇସାକୁ ପକେଇ ଦେଇକି ବଇଛ କେତେଟା ବସେଇଛନ୍ତି ଏ ସାର୍ ମାନେ କହିବେ ସିସିଟିଭି କହିବେ ଆମଙ୍କର ବିବେକ ଅଛି কমপ্লেন ଦେଇଛନ୍ତି ଆଜ୍ଞା ହେଲେ ଆମେ କମ୍ପ୍ଲେନଟା ରିସିଭ୍ କରୁଛି ଆମେ ତାହେଲେ সোমবার ଆସିକି ଆମେ ଦେଖିବା କାହିଁକିନା ଅଫିସ ଆୱାର ସରିଗଲାନି ଆଚ୍ଛା ଅଫିସ ଆୱାର ଭିତରେ କାହିଁକି ରିସିଭ ହେଲାନି ଆଜ୍ଞା ଅଫିସ ଆୱାର ଭିତରେ ମୁଁ ତ ଦିଦିକୁ କହିବା ପରେ ସେ 6ଟା ବାଜି ଯାଇଥିଲା ଭାଇ 6ଟା ବାଜି ଯାଇଥିଲା ତାରପରେ ମୁଁ କହିଲି 11টাରୁ କମ୍ପ୍ଲେନ ଦେଇଛୁ 11ଟାରୁ ଦିନ ଆମେ ଯେତେବେଳେ ବ୍ୟାଙ୍କରେ ଏଇଟା ଜାଣିଲୁ ଯେ ଏଇ ଜିନିଷଟା କହିଛି 11টাରୁ ଆମେ କମ୍ପ୍ଲେନ ଦେଇଛୁ ଆଜ୍ଞା ଏଇଟାକୁ ଏଇଟା ପୁରା ଖାମଚାଲି ଭାବିକିରି ଏମିତି କରିଛନ୍ତି ଲେଖିତ ଦିଅନ୍ତୁ ଆମେ କମ୍ପ୍ଲେନଟାକୁ ଏ କରିକି ଆମେ ସର୍ଟ ଆଉଟ୍ କରିବି କଣ କରିବି କରିଲେନି ସାଙ୍ଗେ ସାଙ୍ଗେ ସର୍ଟ ଆଉଟ୍ କଲେନି ମୁଁ କେମିତି ଏଗାରଟା ଦିଦି ବେଳକୁ ସାଙ୍ଗେ ସାଙ୍ଗେ ସର୍ଟ ଆଉଟ୍ ଆଜ୍ଞା ଆପଣ ଆପଣ କମ୍ପ୍ଲେନ ଆପଣ ସର୍ଟ ଆଉଟ୍ କରିବେ ବୋଲି ଆମେ କହୁଛନ୍ତି ଆପଣ ଆମକୁ ଯୋଉ ଫ୍ରଡ କେସରେ ଆମେ ମାନେ ଫସେଇଥିଲେ ଆପଣ ଆମେ ଯଦି ବ୍ୟାଙ୍କରେ ଆରେଷ୍ଟ ହେଇକି ଥାନ୍ତୁ ଆପଣ କଣ ଆମ ପରିବାର ପୋଷିଥାନ୍ତେ କି ତାହେଲେ କାହିଁକି ଏମିତି ଫ୍ରଡ କଲେ ଆମେ ଯଦି ଫ୍ରଡ କରିଥାନ୍ତୁ ଆମେ କଣ ନେଇକି ବ୍ୟାଙ୍କରେ ଡିପୋଜିଟ୍ କରିଥାନ୍ତୁ କିଏ ଫ୍ରଡ କରିଛି ଆଜ୍ଞା ଆମେ ଫ୍ରଡ କରିକି ଆମେ ଏଠି ତାମସା କରୁଛୁ ଏଠି ପ୍ରହସନ ଚଲାଉଛନ୍ତି 15 ବର୍ଷ ଆପଣ ଷ୍ଟାଫ ସେଠିକି ଯାଆନ୍ତି ଆମ ସାଇକି ଆଦାୟ କରିବା ପାଇଁ ପଚାରନ୍ତୁ ଆମର ବ୍ୟବହାର କୋଉ ପ୍ରକାର ସେ କହିବେ ଆମେ ଏଇଟା କହୁଛି ଆମେ କରି ନାହିଁ ଏଇଟା ଆମେ ଜାଲ ନୋଟ ଆମେ ତାକୁ ଦେଇ ନାହିଁ ଆପଣ ଦେଇନାହାନ୍ତି ଆମେ ଜାଲ ନୋଟ ନେଇକି ଆମେ ବ୍ୟାଙ୍କକୁ ଯେହେତୁ ଆମେ କିଳା କିଣିବୁ ବୋଲି ଯାଇଥିଲୁ ନା ଆମେ କିଳା କିଣିବୁ ବୋଲି ଯାଇଥିଲୁ କାରଣ ଆମେ ଟିକେ ଲୋକ ହିସାବରେ ଆମକୁ ଟିକେ ଭଲ ଲାଗେ ଆପଣ ଜାଣିଲେ କି ଆମେ ଆଜ୍ଞା 24 ତାରିଖ ଦିନ ସନ୍ଧ୍ୟାରେ ଆମେ ଯେତେବେଳେ ପଇସା ପାଇଲୁ ସେ ରବର ଥାକ ହେଇକି ଥିଲା ଇଏ କଣ କରିছে ରବର ନଖୋଲା ହେଇକିରି ସେ ସେମିତି ଟଙ୍କାଟା ଫୋଲ୍ଡ କରିକି ଏମିତି ଗଣି ଦେଇଛନ୍ତି 1,16,000 ଆମେ କହୁନୁ ଆଜ୍ଞା ପଇସାରେ ମାନେ କମ ବହୁତ ଅଛି ବୋଲି ପଇସା 1,16,000 ପାଇଛୁ 1,16,000 ଆଜ୍ଞା ଇଏ ଗଣି ଦେଇଛନ୍ତି ମୁଁ ଆଜ୍ଞା ବାହାରେ ଥିଲି କହିଲେ ପଇସା ଗଣିଛେ ନା ହଁ ଆମେ କହିଲୁ କାଲି ଆଜ୍ଞା ଆମେ ଗୋଟେ ଜିନିଷ ଆମର ସାକ୍ଷୀପାଳ ବ୍ୟାଙ୍କରେ ବନ୍ଧା ପଡ଼ିଥିଲା ଆମେ ଯାଉଥିଲୁ କାଲି ବନ୍ଦ ସବୁ ହେଇଯାଇଥିଲା ଆମେ ଜିନିଷଟା ଉଠେଇ ବୋଲି ଯାଉଥିଲୁ ସିଏ କହିଲେ ଆମେ ହ୍ୟାଣ୍ଡ ଟୁ କ୍ୟାସ୍ ହାର୍ଡ କ୍ୟାସ୍ ନବୁନୁ ତମେ ଅନଲାଇନ୍ କରିବାକୁ ପଡ଼ିବ ଆମେ ସେତେବେଳେ ଆଜ୍ଞା ମୋ ପୁଅ ମିସେସ୍ ମୁଁ ଆମେ ସେତେବେଳକୁ ପିପିଲି ବାଇପାସରେ ଆମେ କହିଲୁ ଏଇଠୁ ଡିପୋଜିଟ୍ କରିକିରି ଗଲା ବେଳକୁ କ୍ୟାସ୍ଟା ପଳେଇ ଆସିଥିବ ଆମେ ସେଠୁ ବ୍ୟାଙ୍କରେ ଟ୍ରାଞ୍ଜାକ୍ସନ୍ କରିଦେଇ ପଳେଇ ଆସିବା କିନ୍ତୁ ଆଜ୍ଞା ସେଠି ଯେତେବେଳେ ସିକ୍ୟୁରିଟି ଅଛନ୍ତି ଉପସ୍ଥିତ ବ୍ୟାଙ୍କରେ ଆମେ ସେଠିକି ଦେଇ ସାରିଲା ପରେ ସିଏ ସେଠୁ ଆଜ୍ଞା ସିଏ ଆମକୁ କହିଲେ ଏଇ କେସ୍ ପିଲା କହୁଛୁ ଯୋଉ ଜାଲ କେସ୍ ଆପଣ ଆରେଷ୍ଟ ହେଇକି ଥାନ୍ତେ ତ ଆଜ୍ଞା ଆମେ ସେଠୁ ମାନେ ବହୁତ ତାଙ୍କୁ ଗୋଡ ହାତ ଧରିକି କନଭିନ୍ସ କରିକି ଆଇଛୁ ଆଜ୍ଞା ଖାତା ବି ନେଇଥିଲୁ ଆଜ୍ଞା ଆମେ କହିଲୁ ବନ୍ଧନ ବ୍ୟାଙ୍କରୁ ଆମେ ପଇସା ଆଣିକିରି ଦେଖନ୍ତୁ 1,16,000 ସବୁ ସେମିତି ଥିଲା ମାନେ 4,800 200 ଟଙ୍କିଆ ରେଜା 10,000 100 ଟଙ୍କିଆ ଗୋଟେ ବଣ୍ଡଲ 10,000 ଦିଟା ହଉଛି 50,000 ବଣ୍ଡଲ ଦିଟା